ଆପଣ ମାଗି ମାଗି ମରିଯିବେ ଆଜ୍ଞା। ମୁଁ ଆପଣଙ୍କୁ 100% ଗ୍ୟାରେଣ୍ଟି ଦେଉଛି। ଥରେ ଆପଣ ଏଟାକୁ ଶୁଣିକି ଦେଖନ୍ତୁ ଏବଂ ଥରୁଟିଏ ପାଇଁ ମାଗିକି ଦେଖନ୍ତୁ। ଯେଉଁମାନଙ୍କ ସ୍ତ୍ରୀ ତାଙ୍କ ସ୍ୱାମୀକୁ ଧୋକା ଦେଉଛନ୍ତି ଏବଂ ପରପୁରୁଷ ସହିତ କଥା ହେଉଛନ୍ତି, ସମ୍ପର୍କ ରଖୁଛନ୍ତି, ଶାରୀରିକ ସମ୍ପର୍କ ରଖୁଛନ୍ତି, ଆପଣ ମାଗି ମାଗି ମରିଯିବେ। କିନ୍ତୁ ଆପଣଙ୍କୁ ଏ ଦୁଇଟା ଜିନିଷ ସେମାନେ କେବେ ବି ଦେବେନି ଆଜ୍ଞା। ହଁ, ଦୁନିଆରେ ସବୁ ନାରୀ ସମାନ ନୁହନ୍ତି। ଏମିତି କିଛି ନାରୀ ଅଛନ୍ତି ଯେଉଁମାନେ ନିଜର ସ୍ୱାମୀ ପାଇଁ, ନିଜର ପରିବାର ପାଇଁ, ନିଜର ସ୍ୱାଭିମାନକୁ ବଞ୍ଚିବା ପାଇଁ ନିଜ ଜୀବନକୁ ଉତ୍ସର୍ଗୀକୃତ କରିଦେଉଛନ୍ତି। ସେଇଭଳି ମହାନ ନାରୀଙ୍କ ନିକଟରେ ଆମର ଶତକୋଟି ଦଣ୍ଡବତ। କିନ୍ତୁ ଏମିତି କିଛି ନାରୀ ଅଛନ୍ତି ଯେଉଁମାନେ ଏ ସମାଜକୁ ପୁରା କଳଙ୍କିତ କରି ରଖିଛନ୍ତି। ପୁରୁଷ ମଧ୍ୟ କ'ଣ ସବୁ ପୁରୁଷ ଏକା ନୁହନ୍ତି ଆଜ୍ଞା। ତେଣୁ ଯେଉଁମାନଙ୍କର ଚରିତ୍ର ଖରାପ, ଯଦି ଆପଣ ତାକୁ ମାଗି ମାଗି ମରିଯିବେ, ଏହି ଦୁଇଟି ଜିନିଷ ସେ କେବେ ହେଲେ ଆପଣଙ୍କୁ ଦେବେ ନାହିଁ। କେଉଁ ଦୁଇଟି ଜିନିଷ ଜାଣିବା ପାଇଁ ଭିଡ଼ିଓଟିକୁ ଛୋଟିଆ ଲାଇକ୍ଟି କରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ଅଲ୍ ନୋଟିଫିକେସନକୁ କ୍ଲିକ୍ କରନ୍ତୁ ଆଜ୍ଞା। ପ୍ରତ୍ୟେକ ବିବାହିତ ଲୋକ ଥରୁଟିଏ ଏ ଭିଡ଼ିଓକୁ ଦେଖିବା ନିହାତି ଦରକାର ଆଜ୍ଞା। ଆଉ ମୁଁ ଯଦି ଭୁଲ କଥା କହୁଥାଏ ତାହେଲେ ଆପଣମାନେ ମନ ଇଚ୍ଛା ମୋତେ କମେଣ୍ଟରେ ଗାଳି ଦେଇକି ଯିବେ। ଆଉ ଯଦି ଠିକ୍ କଥା ତାହେଲେ ନିଶ୍ଚିନ୍ତ ରୂପେ ଆପଣଙ୍କର ସୁଚିନ୍ତିତ ମତାମତକୁ ବ୍ୟକ୍ତ କରିଯିବେ ଆଜ୍ଞା କମେଣ୍ଟରେ। ଗୋଟେ କଥା କହିଲେ, ଆଗରୁ ବାପା ମା' ମାନେ ଚିନ୍ତିତ ଥିଲେ ଯେତେବେଳେ ତାଙ୍କ ଘରେ ଗୋଟେ ବଢ଼ିଲା ଝିଅଟି ଥିଲା। କିନ୍ତୁ ଏବେ 90% କ୍ଷେତ୍ରରେ ସ୍ୱାମୀଟିଏ ଚିନ୍ତାରେ ଅଛି। ପିଲାଛୁଆ ଜନ୍ମ ହୋଇସାରିଲା ପରେ ମଧ୍ୟ ଭଲ ପାଇକି ବାହା ହେଉଛନ୍ତି। ତାପରେ ଜନ୍ମ ହୋଇସାରିଲା ମଧ୍ୟ ସ୍ୱାମୀଟି ଚିନ୍ତାରେ ରହୁଛି କି ମୋ ସ୍ତ୍ରୀ କାଳେ ପରକୀୟା ପ୍ରୀତିରେ ଲିପ୍ତ ଅଛି କି। ବର୍ବାଦ କରିଦେଇଛନ୍ତି ଆଜ୍ଞା। ସ୍ୱାମୀଟି କାନ୍ଦେ, ଭିତରେ ଭିତରେ ବହୁତ କାନ୍ଦେ, କିନ୍ତୁ କାନ୍ଦଣାକୁ କେହି ଶୁଣିପାରନ୍ତି ନାହିଁ ଆଜ୍ଞା। ଆପଣଙ୍କ ନିଶ୍ଚିନ୍ତ ରୂପେ ଆପଣଙ୍କ ଆଖି ଖୋଲିଯିବ। ଗୋଟେ ଦେଶରେ ସ୍ୱାମୀ ସ୍ତ୍ରୀ ଥିଲେ, ସେ ଦୁଇ ଜଣଙ୍କ ଭିତରେ ମାନେ ବହୁତ ଅତ୍ୟନ୍ତ ନିବିଡ଼ ସମ୍ପର୍କ ଥାଏ। ସ୍ୱାମୀଟି ଯେତେ କଥା ସ୍ତ୍ରୀକୁ କହିଲେ ମଧ୍ୟ ସ୍ତ୍ରୀ ଯଦି କିଛି ଭୁଲଟି କରିଥାଏ ମୁଣ୍ଡପାତି ସହିନିଏ। ଆଉ ସ୍ୱାମୀ ଯଦି କିଛି ଭୁଲ କରିଥାଏ ତାହେଲେ ସ୍ତ୍ରୀ ଯେତେ କଥା କହିଲେ ମଧ୍ୟ ସ୍ୱାମୀ ତାକୁ ମୁଣ୍ଡପାତି ସହିନିଏ। ଏକଦିନେ କ'ଣ ହେଲା, ତାଙ୍କର ଭଲ ପାଇବାଟାକୁ କିଛି ଲୋକ ସହିପାରିଲେ ନାହିଁ। ଆମ ଭିତରେ ଏତେ ଝଗଡ଼ା ହେଉଛି, ତାଙ୍କ ଭିତରେ ଏତେ ଭଲ ପାଇବା କେମିତି ହେଉଛି, ଚାଲ ତାଙ୍କୁ କେମିତି ଆମେ ଅଲଗା କରିବା। କ'ଣ ମିଳେ ସେ କଥା ଲୋକଙ୍କୁ? ସେମାନଙ୍କର ଏମିତି କିଛି ଘର ଅଛନ୍ତି, ନିଜର ଯେଉଁ ସମସ୍ୟା ଅଛି ତା ଦେହରେ ସେ ବେଶୀ ଚିନ୍ତିତ ନ ହୋଇ କିଏ ସକ୍ସେସ୍ ହେଲା ତା ଦେହରେ ସେ ବେଶୀ ଚିନ୍ତିତ ହୁଅନ୍ତି। ଅନ୍ୟମାନେ ଖାଲରେ ପଡ଼ିଲେ ତାଙ୍କୁ ଟିକେ ଭଲ ଲାଗେ, କିନ୍ତୁ ସବୁ ଲୋକ ଆଜ୍ଞା ସମାନ ନୁହନ୍ତି। କିଛି ଲୋକ ଏମିତି ଅଛନ୍ତି। କ'ଣ କଲେ ଆଜ୍ଞା, ସ୍ୱାମୀକୁ ଉସ୍କେଇଲେ, ସ୍ୱାମୀଟି ବାହାରେ ରୁହେ, ତୁ ଯାଇସାରିଲା ପରେ ମୌକା ଦେଖି ତୋ ସ୍ତ୍ରୀ ଅନ୍ୟମାନଙ୍କ ସହିତ ଗପୁଛି। ଏମିତି ସ୍ତ୍ରୀ ପାଖରେ ମଧ୍ୟ କହିଲେ, ତୋ ସ୍ୱାମୀ ଆଉ ଜଣଙ୍କ ସହିତ ଯାଇ କଥା ହେଉଛି, ସେଇଠି ସମ୍ପର୍କ ରଖି ରହିଛି, ତାର ସେଠି ଗୋଟେ ପିଲା ଅଛି। କିନ୍ତୁ ଗୋଟେ କଥା କହନ୍ତି ନା ଆଜ୍ଞା, ଯଦି ଗୋଟେ ଜଳୁଥିବା କାଠ ସହିତ ଓଦା କାଠଟି ରଖି ଦିଆଯାଏ, କିଛି ସମୟ ପରେ ସେ ବି ଜଳି ପୋଡ଼ି ପାଉଁଶ ହୋଇଯିବ। ମଣିଷ ମୁଣ୍ଡ ଭିତରେ ବାରମ୍ବାର ଗୋଟେ କଥା ପଡ଼ିଲା ମାନେ ତା ମୁଣ୍ଡ ବିବ୍ରତ ହେବ ହିଁ ହେବ। ତାପରେ କ'ଣ ହେଲା, ସ୍ୱାମୀ ଏକଦିନ କାମରୁ ଆସି ସାରିଲା ପରେ ରାତି 11ଟା ବେଳେ ସ୍ତ୍ରୀ ପାଖକୁ କଲ୍ କରି କଥା ହେଇ ଶୁଏ। ସେଦିନ କଲ୍ କଲାବେଳକୁ ତା ସ୍ତ୍ରୀର ଫୋନ୍ଟା ୱେଟିଂ ଆସିଲା। କ'ଣ ହେଲା ଏପଟରେ, ତା ସ୍ୱାମୀର ଯେଉଁ ସବକନସିୟସ୍ ମାଇଣ୍ଡରେ ଯେଉଁ କଥା ଥିଲା ସେଇଟା ବାସ୍ତବତାର ରୂପ ନେଲା। କେବଳ ଏହାର ଶବ୍ଦକୁ ଧ୍ୟାନ ଦେଇ ଶୁଣନ୍ତୁ ଆଜ୍ଞା, ଆପଣଙ୍କ ଜୀବନ ପରିବର୍ତ୍ତନ ହୋଇଯିବ। କିନ୍ତୁ ପ୍ରକୃତରେ ଘଟଣା କ'ଣ, ସତ୍ୟାସତ୍ୟ କ'ଣ, ସେ ଜାଣିବା ପାଇଁ କେବେ ହେଲେ ମନ କଲା ନାହିଁ। କିନ୍ତୁ ସେଦିନ କ'ଣ, ତା ସ୍ତ୍ରୀର ତା ମାଆଙ୍କ ଦେହ ବହୁତ ଖରାପ ହେଇଥିଲା। ସେଇ କଥା ଭିତରେ ସେ ତା ମାଆଙ୍କ ସହିତ କଥା ହେଉଥିଲା। ଆଉ ଥରେ ପୁଣି ପଛରେ ବି କଲ୍ ବ୍ୟାକ୍ କଲାଣି। ତା ସ୍ୱାମୀ ମନ ଭିତରେ ଗୋଟେ ସନ୍ଦେହ ରହିଲା। ଗୀତାରେ ଅଛି ଯଥା ଦୃଷ୍ଟି ତଥା ସୃଷ୍ଟି। ଏହି ଦୁନିଆକୁ ଆମେ ଯେମିତି ଦେଖିବା, ଦୁନିଆ ମଧ୍ୟ ଆମକୁ ସେଇଭଳି ଭାବରେ ଦେଖିବ। ଯେତେବେଳେ ତା ସ୍ୱାମୀ ଭିତରେ ଭିତରେ ସନ୍ଦେହ କରିବାକୁ ଆରମ୍ଭ କଲା, ସ୍ତ୍ରୀ ମଧ୍ୟ ସନ୍ଦେହ କଲା। ତାପରେ କ'ଣ ହେଲା, ଏକଦିନ ତା ସ୍ତ୍ରୀର ଅଚାନକ ଏକ ଆକ୍ସିଡେଣ୍ଟ ହୁଏ। ମୃତ୍ୟୁର ଶଯ୍ୟାରେ ଶୋଇ ତାର ଶେଷ ନିଶ୍ୱାସକୁ ଗଣୁଥାଏ। ସ୍ୱାମୀ ଆସି ପାଖରେ ପହଞ୍ଚିଲା। ତା ସ୍ତ୍ରୀଟି ହସି ହସି କହୁଛି, କିଏ ସେଇ ସ୍ତ୍ରୀ, କିଏ ସେଇ ଭାଗ୍ୟବତୀ ସ୍ତ୍ରୀ ଯାହାକୁ ନେଇ ତୁମେ ସ୍ୱପ୍ନ ଦେଖୁଛ? ଆଉ ତୁମର ସେଠି କେତେ ଜଣ ପିଲା ଅଛନ୍ତି? ମୁଁ ବି ସେ ଭାଗ୍ୟବତୀ ସ୍ତ୍ରୀର ମୁହଁଟା ଟିକେ ଦେଖେ। ତା ସ୍ୱାମୀ କହିଲା, କିଏ ତୁମର ସେ ଭାଗ୍ୟବାନ ସ୍ୱାମୀ? ମୋତେ ଲୁଚିକି ତା ସହିତ ଦେଖା କର। ତା ସ୍ତ୍ରୀ ଆଖିରେ ଆଖିରେ ଲୁହ ନେଇ କହିଲା, କେହି ବି ମୁଁ ତୁମ ଛଡ଼ା ଆଉ କାହା କଥା ସ୍ୱପ୍ନରେ ଭାବିନି। ତା ସ୍ୱାମୀ ବି ଠିକ୍ ସେଇ କଥା କହିଲା, ମୁଁ ତୁମ ଛଡ଼ା ଆଉ କାହା କଥା ସ୍ୱପ୍ନରେ ଭାବିଲି। ସ୍ତ୍ରୀ କହିଲା, କାଶ ମୁଁ ଏ କଥାଟା ଆଗରୁ କହିପାରିଥାନ୍ତି। ମୋ ମନ ଭିତରେ ଥିବା ସନ୍ଦେହକୁ ମୁଁ ପ୍ରକାଶ କରିଥାନ୍ତି, କିଛି ଝଗଡ଼ା ହେଇଥାନ୍ତା। କିନ୍ତୁ ପରବର୍ତ୍ତୀ ସମୟରେ ଭଲ ପାଇବାଟା 100 ଗୁଣରେ ବଢ଼ି ଯାଇଥିଲା। ଆଜ୍ଞା, ସନ୍ଦେହ ଏମିତି ଏକ ଜିନିଷ, ସେ ଥରେ ଯଦି ମନରେ ଉଠିଲା ତାକୁ ଆପଣ ଶୀଘ୍ର ସର୍ଟ ଆଉଟ୍ କରନ୍ତୁ। ସେଇ ସନ୍ଦେହଟା ଆପଣଙ୍କ ସମ୍ପର୍କକୁ ଛିନ୍ନ ଭିନ୍ନ ନ କଲା ପର୍ଯ୍ୟନ୍ତ କେବେ ହେଲେ ଛାଡ଼ିକି ଯିବ ନାହିଁ ଆଜ୍ଞା। ଆଉ ଗୋଟେ କଥା ମନେ ରଖନ୍ତୁ,
ଆପଣ ସମସ୍ତଙ୍କୁ एका बोली भाविबे नाही। ज़्यादातर 90% क्षेत्र में देखा 10 वर्ष पर्यंत मत बाहागर दृष्टि रोना डिवोर्स हो जाऊँगी। तार कारण हो सन्देह। आ गोटे कथा आपण निज लोक को केबेले सन्देह करेंगे ना। कौन पे कहूँ ध्यान दीदी शुणु आज्ञा, सन्देह करवाटा भल कथा नुह। जी सन्देह कर से व्यक्तिर मुंडा सब बड़े खराब रहा कि क्या सहित कथा लगी कड़े बुलापी गला आपड़ के सन्देह करते आपड़ जब भल अच्छा आपण कर्म ठीक अच्छे आपण सहित जी धोखाबाजी करतब सतटा जिते 7 तल पा तले थिले निश्चित रूपे सामना को आसो से आप एक्शन ने। आ गोटे कथा मुझे कहूँ आज्ञा जहाँ थंबनेल आप लिखी वीडियो माध्यम को आसी जी परपुरुष सहित कथा हो शारीरिक संपर्क ता स्वामी को ये दुईटी जिन केवे भी दबनी। प्रथम समय केवे दब ना, द्वितीय केवे सम्मान देव ना। सबु बेले झगड़ा कर सबु बेले प्रति मुहूर्त जानी शुणी झगड़ा कर जानी शुणी कंदेवा चेष्टा कर ना से निजर ही रहिबो सबु बेले केवल कंदेवा। आज्ञा भिडियोटी जदि भल लगुता है लाइक कर चैनल को सब्सक्राइब करूँ एवं कमेंट रे रंजित भाई पार्ट 2 बोली लिखुँ। देखा परवर्ती भिडियो निजर जत्न रखते। आज्ञा जय जगन्नाथ।